क्रेडिट कार्ड धारकों को आरबीआई देला बड़ उपहार। एही नुआ नियम रे मिलिबो जबरदस्त फायदा। तेबे कौन रही संपूर्ण अपडेट टी आसंतु जानिबा। ता पूर्व चैनल रे नुआ थिले चैनल टी को सब्सक्राइब करी रखंतु एमिति गुरुत्वपूर्ण अपडेट सबठु प्रथमे पाइबा पई। क्रेडिट कार्ड व्यवहार करुथिबा लक्ष लक्ष ग्राहकों पई एक गुरुत्वपूर्ण आश्वस्ति मिलिबाकु जाउछि। भारतीय रिजर्व बैंक यार नियमावली रे गुरुत्वपूर्ण परिवर्तन आनिबाकु निष्पत्ति नेछि, जहाँ व्यवहारकारी मानक वर्धित समय एवं ह्रासित शुल्कर सुविधा प्रदान करिबो। एबे जदि आपण ठीक समय रे आपणकर क्रेडिट कार्ड बिल पैठ करिबारे असमर्थ हुअंती, तेबे भयभीत हेबार कोनोसी आवश्यकता नाही। नूतन नियम अनुଯାयी आपणको निर्धारित देय तारीख व्यतीत 3 दिनर अतिरिक्त अनुग्रह अवधि प्रदान कराजिबो, जहाँ मध्यरे आपण कोनोसी जरिमाना न देई आपणकर बिल समाधान करिपारिबे। एही परिवर्तन सेमानक पई विशेष आश्वस्ति आनिथाए, ଯେଉଁମାନେ ବେଳେବେଳେ ସେମାନଙ୍କର ଦେୟ ତାରିଖ ହରାଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ଭାରି ଜରିମାନାର ସମ୍ମୁଖୀନ ହୁଅନ୍ତି। 3 ଦିନର ଅନୁଗ୍ରହ ଅବଧି କ'ଣ ରହିଛି? ଆରବିଆଇର ନୂତନ ନିୟମାବଳୀ ଅନୁଯାୟୀ ନିର୍ଦ୍ଧାରିତ ଦେୟ ତାରିଖ ଅତିକ୍ରମ ହେବା ପରେ ତୁରନ୍ତ ବିଳମ୍ବ ଶୁଳ୍କ ଆଦାୟ କରାଯିବ ନାହିଁ। ଗ୍ରାହକମାନଙ୍କୁ ଅତିରିକ୍ତ 3 ଦିନ ପ୍ରଦାନ କରାଯିବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଦେୟ ତାରିଖ ମାସର 5 ତାରିଖରେ ପଡ଼େ, ତେବେ ଆପଣ କୌଣସି ଜରିମାନା ନ ଦେଇ 8 ତାରିଖ ପର୍ଯ୍ୟନ୍ତ ଦେୟ କରିପାରିବେ। ତେବେ ବିଳମ୍ବିତ ଶୁଳ୍କ ଉପରେ ଲାଗୁ ହୋଇଥିବା ସୀମା କ'ଣ ରହିଛି? ଆଉ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ ବିଳମ୍ବିତ ଶୁଳ୍କ ଏବେ କେବଳ ସମ୍ପୂର୍ଣ୍ଣ ବିଲ୍ ପରିମାଣ ଉପରେ ପରିବର୍ତ୍ତେ ବକେୟା ବାଲାନ୍ସ ପାଇଁ ପ୍ରଯୁଜ୍ୟ ହେବ। ଏହା ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ହ୍ରାସ କରିବ ଏବଂ ପେମେଣ୍ଟ ପ୍ରକ୍ରିୟାକୁ ଅଧିକ ପରିଚାଳନା ଯୋଗ୍ୟ କରିବ। କିନ୍ତୁ ଯଦି 3ର ଗ୍ରେସ୍ ପିରିୟଡ଼ ବିତିଯିବା ପରେ ମଧ୍ୟ ପେମେଣ୍ଟ କରାଯାଇ ନାହିଁ, ତେବେ ଏହି ପରିମାଣକୁ ଏକ ବକେୟା ଡିଫଲ୍ଟ ଭାବରେ ବର୍ଗୀକୃତ କରାଯିବ। ଏହା ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ, ତେଣୁ ସମୟାନୁସାରେ ପେମେଣ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫର ସୁବିଧା। ଆରବିଆଇ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କ ପାଇଁ ରିଲିଫ ପଦକ୍ଷେପ ମଧ୍ୟ ଘୋଷଣା କରିଛି। ବ୍ୟାଙ୍କଗୁଡ଼ିକୁ ଏବେ ଗ୍ରାହକମାନଙ୍କୁ ଆନୁଷ୍ଠାନିକ ଆବେଦନ ଦାଖଲ କରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ସକ୍ରିୟ ଭାବରେ ରିଲିଫ ପ୍ରଦାନ କରିବାକୁ କ୍ଷମତା ଦିଆଯିବ। କ୍ରେଡିଟ୍ କାର୍ଡ ସମ୍ବନ୍ଧୀୟ ଏହି ନୂତନ ନିୟମାବଳୀ 1 ଏପ୍ରିଲ 2027ରୁ କାର୍ଯ୍ୟକାରୀ ହେବ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ରିଲିଫ ମାନଦଣ୍ଡ 1 ଜୁଲାଇ 2026ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।